ବର୍ଷାଙ୍କୁ ନିଜ ଦ୍ୱିତୀୟ ବିବାହର ନିମନ୍ତ୍ରଣ ପତ୍ର ଅର୍ଥାତ୍ ବାହାଘର କାର୍ଡ଼ ଦେବାକୁ ଯାଇଥିଲେ ଅନୁଭବ, କିନ୍ତୁ ବର୍ଷା ଏସବୁକୁ ଦେଖିବା ପରେ ଭୋ ଭୋ ହୋଇ କାନ୍ଦି ପକାଇଲେ। ତେବେ ଦର୍ଶକ ବନ୍ଧୁ, ଅନୁଭବ ବର୍ଷାଙ୍କ ଭିତରେ କେତେ ଭଲ ପାଇବା ଥିଲା ଏକଥା ତ ଆପଣମାନେ ନିହାତି ବେଶ୍ ଭଲ ଭାବରେ ଜାଣିଥିବେ ନିଶ୍ଚୟ। ଅନୁଭବ ବର୍ଷାଙ୍କୁ ସମସ୍ତେ ବେଶ୍ ଭଲ ମଧ୍ୟ ପାଉଥିଲେ, କାହିଁକିନା ତାଙ୍କ ଯୋଡ଼ି ଥିଲା ସୁପର ଡୁପର ହିଟ୍ ଯୋଡ଼ି। ବର୍ତ୍ତମାନ ସମୟରେ ଏମିତିକା ଯୋଡ଼ି ମିଳିବା ଖୁବ୍ କଷ୍ଟକର। ତେବେ ଏମିତିକି ଅନୁଭବ ବର୍ଷାଙ୍କର ବହୁତ କେୟାର ନେଉଥିଲେ। ସେ ସୁଟିଂକୁ କେତେବେଳେ ଯିବେ ଆଉ ସେଥିରୁ କେତେବେଳେ ଫେରିବେ ଏ କଥାର ମଧ୍ୟ ଖୁବ୍ ଧ୍ୟାନ ରଖୁଥିଲେ, ଆଉ ତାଙ୍କୁ ନିଜେ ନେବା ଆଣିବା ମଧ୍ୟ କରୁଥିଲେ। ତା ସହିତ ଅତି ସ୍ନେହରେ ତାଙ୍କୁ ସେ ହନି ବୋଲି ଡାକୁଥିଲେ। ଆଉ ଯଦି କେହି କେବେ ହନି ଡାକିଦେବେ ତେବେ ନିହାତି ଭାବରେ ଅନୁଭବ ଖୁବ୍ ଜୋରରେ ରାଗି ଯାଆନ୍ତି। ତେବେ ଦର୍ଶକ ବନ୍ଧୁ, ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ରହିଥିଲା ଖୁବ୍ ଭଲ ପାଇବା। ନେଇଚାରି ମେଘମତେ ଫିଲ୍ମର ସୁଟିଂ ସେଟ୍ରୁ ହିଁ ଦୁହିଁଙ୍କର ପ୍ରେମ ଆରମ୍ଭ ହୋଇଥିଲା, ଆଉ ଏହି ପ୍ରେମ ବିବାହର ରୂପ ମଧ୍ୟ ନେଇଥିଲା। ଅନେକ ଦିନ ଧରି ଦୁହେଁ ଏକାଠି ବୁଲାବୁଲି କରିବା ପରେ, ତେବେ ବିବାହ ପରେ ମଧ୍ୟ ପରିବାର ସହିତ ଦୁଇଜଣ ବେଶ୍ ଖୁସିରେ ଥିଲେ, ଆଉ ବେଶ୍ ଆଡ଼େ ବୁଲୁଥିଲେ ମଧ୍ୟ। ସବୁଆଡ଼େ ବୁଲୁଥିବା ବେଳେ ଅନେକ ଫଟୋ ଓ ଭିଡ଼ିଓ ମଧ୍ୟ ସେମାନେ ଫ୍ୟାନ୍ସମାନଙ୍କ ପାଇଁ ସେୟାର କରନ୍ତି, କିନ୍ତୁ ସେ ସବୁକୁ ଦେଖିବା ପରେ ଫ୍ୟାନ୍ସମାନେ ଖୁସି ହେଉଥିବା ବେଳେ ଏବେ କିନ୍ତୁ ସେ ସବୁ ଖୁସି ଶେଷ ହୋଇଯାଇଛି, କାହିଁକିନା ଦୁହିଁଙ୍କ ମଧ୍ୟରେ ହୋଇଯାଇଛି ଛାଡ଼ପତ୍ର, ଯେଉଁଥିପାଇଁ କି ତାଙ୍କ ଫ୍ୟାନ୍ସମାନେ ମଧ୍ୟ ଖୁବ୍ ମନ ଦୁଃଖ କରିଛନ୍ତି। ତେବେ ଦର୍ଶକ ବନ୍ଧୁ, ଏବେ ଶୁଣିବାକୁ ମିଳୁଛି ଯେ ଖୁବ୍ ଶୀଘ୍ର ଜାଗୃତି ଓ ଅନୁଭବଙ୍କର ବିବାହ ହେବ। ଆଉ ବିବାହ ବେଳେ ଯଦି ଅନୁଭବ ନେଇ କାର୍ଡ଼ ବା ନିମନ୍ତ୍ରଣ ପତ୍ର ବର୍ଷାଙ୍କୁ ଦେବେ ଆସିବା ପାଇଁ, ତାଙ୍କ ବିବାହରେ ଯୋଗ ଦେବା ପାଇଁ, ତେବେ ନିହାତି ଭାବରେ ତାଙ୍କୁ ଖୁବ୍ କଷ୍ଟ ହେବ ଏବଂ ସେ ମଧ୍ୟ ତାଙ୍କ ପୁରୁଣା ଦିନଗୁଡ଼ିକୁ ମନେ ପକାଇ ଖୁବ୍ କାନ୍ଦିବେ ବୋଲି ଶୁଣିବାକୁ ମିଳୁଛି। ତେବେ ଦେଖାଯାଉ ଏହି ଘଟଣା ବର୍ତ୍ତମାନ କେଉଁ ମୋଡ଼ ନେଉଛି। ଜୟ ଜଗନ୍ନାଥ।